ସତ୍ୟ ହେଲେ ବି ସତ କଥାଟିଏ, ବର୍ଷା ଛାଡ଼ିଗଲେ ଛତା ବୁଝ ଭଳି ଲାଗେ, ଶୀତ ଛାଡ଼ିଗଲେ କମଳ ଅବାଗିଆ ଲାଗେ, ଶିକ୍ଷା ସରିଗଲେ ଶିକ୍ଷକ ଛୁଟ ଭଳି ଲାଗେ, ବଡ଼ ହୋଇଗଲେ ବାପା ମା ଟେନସନ ଭଳି ଲାଗେ, ସ୍ୱାର୍ଥ ସରିଗଲେ ସମ୍ପର୍କ ଅଲଗା ଅଲଗା ଲାଗେ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 5 ଜୁଲାଇ 2026 ର ଦୈନିକ ରାଶିଫଳ। ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମୋ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ସୂର୍ଯ୍ୟ ନାରାୟଣଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତତ୍ସହିତ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 5 ତାରିଖ, ଓଡ଼ିଆ ଆଷାଢ଼ ମାସ 21 ଦିନ, ରବିବାର, କୃଷ୍ଣ ପକ୍ଷ ପଞ୍ଚମୀ ତିଥି ଯାହା ଦିବା 9:29 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହଉଛି। ଆଜି ଶତଭିଷା ନକ୍ଷତ୍ର ଯାହା ଦିବା 11:52 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ବ ଭାଦ୍ରା ନକ୍ଷତ୍ର ଆରମ୍ଭ ହଉଛି। ଆଜି କୁମ୍ଭ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:09 ସେହିଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:28। ଆଜି ଯୁଗ୍ନି ରହିଛି ଯାହାକି ଦକ୍ଷିଣ ଦିଗେ ଦିବା 9:28 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ ଯାହା ଦିବା 11:52 ପର୍ଯ୍ୟନ୍ତ, ତାପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି କୃଷି ସନ୍ତାନ ହାନି ତତ୍ସହିତ ବଂଶ ହାନି। ଆଜି ଷଷ୍ଠୀରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ବେଲ ତତ୍ସହିତ ରବିବାର ଯୋଗୁଁ ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ଚତୁର୍ବେଦୀ ବ୍ରତ ପ୍ରଣୟନ, କ୍ରିୟ ବାଣିଜ୍ୟ, ଧାନ୍ୟ ରୋପଣ, ନାମକରଣ, ନିଷ୍କ୍ରାମଣ, ଅନ୍ନପ୍ରସନ୍ନ, ଚୂଡ଼ାକରଣ, ଗୃହ ପ୍ରବେଶ, ଜଳାଶୟ ଆରମ୍ଭ ଓ ତାର ପ୍ରତିଷ୍ଠା, ଦେବତା ଗଠନ, ବିଷ୍ଣୁ ପ୍ରତିଷ୍ଠା, ପୁଣ୍ୟ ଆରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ, ଆରୋଗ୍ୟ ସ୍ନାନ, ସାଧବ କ୍ଷଣ, ତତ୍ସହିତ ପୁଂସବନ, ସୀମାନ୍ତୟ, ନିଷ୍କ୍ରାମଣ, ଦେବତା ପ୍ରତିଷ୍ଠା, ନୌକା ଓ ଯାନବାହନ ଚାଳନା, ଆରୋଗ୍ୟ ସ୍ନାନ, ଧାନ ଛେଦନ, ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 9:09 ରୁ ଦିବା 1:26 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:59 ରୁ ସନ୍ଧ୍ୟା 6:28 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି ଯାହାକି 1:20 ରୁ ରାତ୍ରି 2:20 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ଦିବା 6:51 ରୁ ଦିବା 9:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:27 ରୁ ଦିବା 2:47 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:29 ରୁ ରାତ୍ରି 7:52 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 10:43 ରୁ ରାତ୍ରି 12:56 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ଆଜିର ଗ୍ରହର ସ୍ଥିତି, ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି, ମିଥୁନ ରାଶିରେ ରବି ସଞ୍ଚରଣ କରୁଛନ୍ତି, କର୍କଟ ରାଶିରେ ବୁଧ, ବୃହସ୍ପତି ଏବଂ ଶୁକ୍ର ସଞ୍ଚରଣ କରୁଛନ୍ତି, ସିଂହ ରାଶିରେ କେତୁ ସଞ୍ଚରଣ କରୁଛନ୍ତି, କୁମ୍ଭ ରାଶିରେ ଚନ୍ଦ୍ର ଏବଂ ରାହୁ ସଞ୍ଚରଣ କରୁଛନ୍ତି ଏବଂ ଶନି ଯାହାକି ମୀନ ରାଶିରେ ସଞ୍ଚରଣ କରୁଛନ୍ତି। ଇଏ ଥିଲା ଆଜିର ଗ୍ରହର ସ୍ଥିତି। ଗୋଚର କୁଣ୍ଡଳୀରେ ଚନ୍ଦ୍ର ଆଜି ସଞ୍ଚରଣ କରୁଛନ୍ତି ପୂର୍ବ ଭାଦ୍ରା ନକ୍ଷତ୍ରରେ ଯାହାକି ରବିବାରରେ। ତେବେ ଏହି ପୂର୍ବ ଭାଦ୍ରା ନକ୍ଷତ୍ରରେ ଚନ୍ଦ୍ର ସଞ୍ଚରଣରେ କେଉଁ ରାଶି ଆଜି ବହୁତ ଭଲ ଦିନ ହେବ, କେଉଁ ରାଶି ଆଜି ବହୁତ ସାବଧାନ ରହିବାକୁ ପଡ଼ିବ,
କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିପାରିବେ, କେଉଁ ରାଶି ଆଜି ନୂତନ କାର୍ଯ୍ୟ କରିବେ ନାହିଁ ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ଜାତକ ବ୍ୟକ୍ତି ମାନଙ୍କ ପାଇଁ କେଉଁ ଗ୍ରହ ବିଶେଷ ପ୍ରଭାବ ପକେଇବ ଯାହା ଆଜି ଆମେ ଜାଣିବା ଏହି ରାଶିଫଳ କାର୍ଯ୍ୟକ୍ରମରେ। ତେବେ ଏ ଥିଲା ଆଜିର ଗ୍ରହର ସ୍ଥିତି। ଏହି ସ୍ଥିତିକୁ ଦେଖି ମୁଁ ନେଇ ଆସିଛି ଯାହାକି ପୁରା ଦିନର ହାଲଚାଲ। ଯଦି ଆପଣମାନେ ମତେ ପ୍ରଥମ କରି ଦେଖୁଛନ୍ତି ତେବେ ଆପଣମାନେ ନିଜର ଜନ୍ମ ରାଶିର ରାଶିଫଳ ଦେଖିପାରିବେ। ତେବେ ଯୋଉମାନେ ରାଶିଫଳ ଜାଣିନାହାନ୍ତି ସେମାନେ ନିଜର ପ୍ରଚଳିତ ନାମ ରାଶିରୁ ରାଶିଫଳ ଦେଖିପାରିବେ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ନିଜର ଆୟ ଇନକମ୍ ବା ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆପଣ ଅଧିକ ସଫଳତା ପାଇବାର ଅତି ଉତ୍ତମ ଯୁଗ ରହୁଛି। ଆଜି ନିଜର ବନ୍ଧୁ ପରିବାର ଏବଂ ଆପଣଙ୍କର ପ୍ରେମ ଜଗତରେ ଯୋଉମାନେ ଜଡ଼ିତ ଅଛନ୍ତି ଯାହାକି ଭଲ ଭାବନା ରହିବ। ସ୍ତ୍ରୀ ବର୍ଗଙ୍କ ସହିତ ବା ସ୍ୱାମୀ ସ୍ତ୍ରୀଙ୍କ ସହିତ ବା ପ୍ରେମ ପ୍ରେମିକା ସହିତ ଆପଣଙ୍କର ଭଲ ସମ୍ବନ୍ଧ ବା ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବାର ଅତି ଉତ୍ତମ ଯୁଗ ରହୁଛି। ବିଶେଷ କରି ସ୍ତ୍ରୀ ବର୍ଗଙ୍କ ଦ୍ୱାରା ଅନେକ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି ଯାହାକି ପୁରୁଷ ମାନଙ୍କର। ତେବେ ମେଷ ରାଶି ବ୍ୟକ୍ତି ଆଜି ନିଜର କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ନିଶ୍ଚିତ କାର୍ଯ୍ୟ ସଫଳତା ଯୁଗ ରହୁଛି। ରାଜନୈତିକ କାର୍ଯ୍ୟରେ ଆପଣଙ୍କର ଦବଦବା ବଢିବ ଏବଂ ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ଅତି ଉତ୍ତମ ଯୁଗ ରହୁଛି। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ସ୍ୱାସ୍ଥ୍ୟ କିଛି ମାତ୍ରାରେ ମାନସିକ ଅସ୍ଥିରତା ଦେଖା ଦେଇପାରେ କିନ୍ତୁ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବ। ତେବେ ଆଜି ମେଷ ରାଶି ବ୍ୟକ୍ତି କିଛି ମହତ୍ୱାକାଂକ୍ଷୀ କାର୍ଯ୍ୟ ପୂର୍ଣ୍ଣ କରିପାରନ୍ତି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବଜାୟ ରଖିବେ। ନିଜର ଦୈନନ୍ଦିନ କାର୍ଯ୍ୟ ନିଶ୍ଚିତ ସୁରୁଖୁରୁରେ ହେବ। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଅନ୍ୟମାନେ ଦୃଷ୍ଟି ଆକର୍ଷଣ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ତେବେ ଆଜି ପରିବାର ବର୍ଗ ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଯୋଉମାନେ ଜଡ଼ିତ ଅଛନ୍ତି ଆଜି ଦିନଟି ଆପଣଙ୍କ ପାଇଁ ମଧ୍ୟମ ଧରଣର ଯୁଗ ରହୁଛି। ବିଶେଷ କରି ପରିବାର ବର୍ଗ ବା ଗ୍ରହ ସୁଖୀ ଯୁଗ ରହୁଛି। ତେବେ ଆଜି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି ବୃଷ ରାଶି ବ୍ୟକ୍ତି ତେବେ ସେ କାର୍ଯ୍ୟ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଟିକେ ଆଜି ନିଶ୍ଚିତ ବୃଷ ରାଶି ବ୍ୟକ୍ତି ଯୋଉମାନେ ଦୂରଯାତ୍ରା କରିବା ସମୟରେ ଟିକେ ଧ୍ୟାନ ଦିଅନ୍ତୁ କାରଣ କିଛି ମାତ୍ରାରେ ଆପଣଙ୍କୁ ବାଧା ଆସିପାରେ। ଏହା ପ୍ରତି ସଚେତନ ରୁହନ୍ତୁ। ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ ବେପାର ବାଣିଜ୍ୟରେ ଆପଣ ଲାଭ ନିଶ୍ଚିତ ପାଇବେ। ତେବେ ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ଯାହାକି ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ନିଜର ବନ୍ଧୁ ବର୍ଗଙ୍କ ଦ୍ୱାରା ଆପଣଙ୍କର ଅନେକ ଅର୍ଥଜନିତ ସମସ୍ୟାର ସମାଧାନ ହେବ ବା ଆପଣଙ୍କର ଯେଉଁ ସମସ୍ୟା ଥିବ ତାହା ମଧ୍ୟ ସମାଧାନ କରିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଶତ୍ରୁଙ୍କ ସହିତ ଆପଣଙ୍କର ବନ୍ଧୁତା ଅଧିକ ବଢିବ ବା ଶତ୍ରୁ ବିଜୟ ଯୁଗ ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ମାଙ୍ଗଳିକ କାର୍ଯ୍ୟ ପାଇଁ ଭାଗ୍ୟ ଆପଣଙ୍କ ସାଥ ଦେଉଛି। ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଖ୍ୟାତି ଅର୍ଜନ କରିବା ସହିତ ପରୋପକାର ଭାବନା ଆସିବ। ଦାନ କରିବା ପାଇଁ ଆଜି ଅଧିକ ମନ ବଳିପାରେ। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ବିଶେଷ କରି ଆପଣଙ୍କର ପରିବାର ବର୍ଗଙ୍କ ସହିତ ବୈଚାରିକ ମତଭେଦ ବା ପୁତ୍ର ପୁତ୍ରୀଙ୍କ ସହିତ ଅଧିକ ମତଭେଦ ଦେଖା ଦେଇପାରେ। ଏହା ପ୍ରତି ଟିକେ ସାବଧାନ ରୁହନ୍ତୁ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଦୂରଯାତ୍ରା କରୁଥିଲେ ଆଶା ଅନୁସାରେ ସଫଳତା ପାଇପାରି ନ ପାରନ୍ତି ତେବେ ବିଫଳତା ହେବ ନାହିଁ। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଆଜି ସ୍ଥିରତା ରହିପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରନ୍ତୁ।
ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟ ଧ୍ୟାନ ପୂର୍ବକ କରିବାକୁ ପଡିବ, କାରଣ ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ବିଶେଷ କରି ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆଜି ଅଧିକ ଆପଣଙ୍କୁ ଅସ୍ଥିରତା କରିପାରେ। ରକ୍ତଚାପ ଜନିତ ସମସ୍ୟା ସହିତ ଯୋଉମାନଙ୍କୁ ଥଣ୍ଡା ଜନିତ ସମସ୍ୟା ଅଧିକ ଥାଏ ସେମାନେ ଆଜି ଅଧିକ ସାବଧାନ ରୁହନ୍ତୁ। ମାନସିକ ଅଶାନ୍ତି ପରିବେଶରେ ଆଜି ଦିନ କଟି ପାରନ୍ତି। ଅସ୍ଥିରତା ଅନେକ ବାଦ ବିବାଦ ବିଶେଷ କରି ଠାରୁ ନିଜର ଦୂରତା ଅବଲମ୍ବନ କରନ୍ତୁ। ଅର୍ଥଜନିତ କାରବାର ବେପାର ବାଣିଜ୍ୟରେ ଆପଣ ସାବଧାନ ରୁହନ୍ତୁ, କାରଣ ଗୋଟିଏ କଥା କହୁଛି ଆଜି ଅର୍ଥନାଶ ଯୁଗ ରହୁଛି, ତେଣୁ ଧ୍ୟାନ ପୂର୍ବକ ନିଜର ବେପାର ବାଣିଜ୍ୟ କରନ୍ତୁ। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଦୂରତା ଅବଲମ୍ବନ କରନ୍ତୁ। ଦୂରଯାତ୍ରା କରୁଥିଲେ ଆଜି ଆପଣଙ୍କର ଦୂରଯାତ୍ରାରେ ପୀଡା ଅନୁଭବ କରିପାରନ୍ତି ବା କାର୍ଯ୍ୟ ସଫଳତା ହୋଇ ନପାରେ। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ଆପଣଙ୍କୁ ଯାହାକି ପରିବାର ବର୍ଗ ବନ୍ଧୁ ବର୍ଗ ତତ୍ସହିତ ପ୍ରେମ ଜଗତରେ ନିଜକୁ ସ୍ଥିରତା ରଖିବା ପାଇଁ ନିହାତି ଆବଶ୍ୟକତା ରହିଛି। ତେବେ କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ସଫଳତା ଆଡକୁ ଅଗ୍ରଗତି କରିପାରେ। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଆଶା ଅନୁସାରେ ଅଧିକ ଲାଭ କରିବାର ଅତି ଉତ୍ତମ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଉତ୍ତମ ଭୋଜନ ସହିତ ଶୟନ ସୁଖ ପ୍ରାପ୍ତର ଯୁଗ ଅତି ଉତ୍ତମ ବନଉଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦବଦବା ବଜାଇ ରଖିବେ। ଆଜି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବା ସହିତ ଆପଣ ବନ୍ଧୁ ବର୍ଗଙ୍କ ସହିତ ମଧ୍ୟ ଆପଣଙ୍କର ସୁସମ୍ପର୍କ ବଜାଇ ରହିବେ। ପ୍ରେମ ଜଗତରେ ମଧ୍ୟ ଆପଣଙ୍କର ମଧୁରତା ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଅଯଥା ଝାମିଲା ଭିତରେ ଟିକେ ପଶନ୍ତୁ ନାହିଁ। ଏହି ସବୁ ଝାମିଲା ବା ଅଯଥା ଯୋଉଠି କଳହ ଯୁକ୍ତି ତର୍କ ହଉଛି ଆପଣ ଦୂରତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣ ପ୍ରତିଷ୍ଠା ଲାଭ କରିବାର ଅତି ଉତ୍ତମ ଯୁଗ ରହୁଛି। ଆଜି ମାନ ସମ୍ମାନ ବୃଦ୍ଧି ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଯଦି ଆଜି କିଛି ଥିବ ବା ଯୋଉଠି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି, ତେବେ କନ୍ୟା ରାଶି ବ୍ୟକ୍ତି ସକଳ ପ୍ରକାର କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ ଯୁଗ ରହୁଛି। ଆଜି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ବା ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ଗୋଟିଏ କଥାରେ ଯୁକ୍ତି କରି କହିଲେ କନ୍ୟା ରାଶି ବ୍ୟକ୍ତିଙ୍କର ଶତ୍ରୁ ବିଜୟ ଯୁଗ ରହୁଛି। ସମସ୍ତ ପ୍ରକାର ସୁଖ ପ୍ରାପ୍ତର ଯୁଗ। ଆଜି ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ଆକୃଷ୍ଟ ବଢିବ। ମାନ ଯଶ ପ୍ରେମ ବାର୍ତ୍ତାଳାପ ସୁଖ ଶାନ୍ତି କରିବାର ଆଜି ଉତ୍ତମ ଯୁଗ। ପରିବାର ବର୍ଗ ବନ୍ଧୁ ବର୍ଗ ଏବଂ ଆପଣ ସକଳ ସହିତ ସମ୍ପର୍କ ବଜାଇ ରଖିବେ। ଆଜି ଆପଣ ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ କରିପାରନ୍ତି। ଆଜି ଇନକମ ବଢିବ, ବ୍ୟୟ କମ ରହିବ। ଆଜି ଦୂରଯାତ୍ରା କରୁଥିଲେ ନିଶ୍ଚିତ ସଫଳତା ପ୍ରାପ୍ତ କରିବେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ତେବେ ଆଜି କନ୍ୟା ରାଶି ବ୍ୟକ୍ତି ଭାଗ୍ୟ ସଂଖ୍ୟା ରହିଛି ଆପଣଙ୍କର 8। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଦୁଶ୍ଚିନ୍ତା ଦୁଃଖୀ ମନରେ ହୀନ ମାନସିକତା ସମସ୍ତ କାର୍ଯ୍ୟରେ ଆପଣ ବିଫଳତା। ତେଣୁ ଆଜି ଦିନଟି ବିଶେଷ କରି ତୁଳା ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ଆଜି
ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି ବିଶେଷ କରି ଦୈନନ୍ଦିନ କାର୍ଯ୍ୟରେ ବିଳମ୍ବ ଯୁକ୍ତ କାର୍ଯ୍ୟରେ ବିଫଳତା ବା ଅବହେଳା ଏବଂ ଆଜି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ବୈଚାରିକ ମତଭେଦ କଳହ ପ୍ରେମ ଜଗତରେ ଅନେକ ପ୍ରକାର ଝାମିଲା ବନ୍ଧୁ ବର୍ଗଙ୍କ ସହିତ ବୈଚାରିକ ମତଭେଦ ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ନିଜର ଯାହାକି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ବିଫଳତା ଯୁଗ ଆପଣଙ୍କ ଆଖପାଶରେ ଲାଗି ରହିଛି। ଆଜି ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ବିଶେଷ କରି ଦୂରଯାତ୍ରା ସମୟରେ ବା ଗାଡି ପରିଚାଳନା ସମୟରେ ଛୋଟ ମୋଟ ବାଧା ଯୁକ୍ତ ରହୁଛି ଏହା ପ୍ରତି ଟିକେ ସଚେତନ ରୁହନ୍ତୁ। ତେବେ ଆଜି ଯାହାକି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6 ଭାଗ୍ୟ ରଙ୍ଗ ଆପଣ ଗାଢ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି ଆପଣଙ୍କୁ 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ଆଗକୁ ବଢିବେ ବା ସଫଳତା ପାଇବେ। ନିଜର ଆଜି ରୁଚିଗତ କାର୍ଯ୍ୟ କରିପାରନ୍ତି। ଉତ୍ସାହ ବଢିବ। ଭାଗ୍ୟ ଉଦୟ ଯୁଗ ରହୁଛି। ପରିବାର ବର୍ଗଙ୍କ ସହିତ ଆପଣଙ୍କର ସୁସମ୍ପର୍କ ବଜାୟ ରହିବ। ବନ୍ଧୁ ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବେ ଏବଂ ପ୍ରେମ ଜଗତରେ ଆଜି ମଧୁରତା ଅଧିକ ଦେଖାଦେବ। ବିଶେଷ କରି ମହିଳା ମାନଙ୍କର ଆଜି ଘର କାର୍ଯ୍ୟ ପ୍ରତି ଅଧିକ ଆକୃଷ୍ଟ ବଢିପାରେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦବଦବା ବଢିବ ବା ପ୍ରତିଷ୍ଠା ଲାଭ କରିବେ ବା ମାନ ସମ୍ମାନ ଯଶ କୀର୍ତ୍ତି ଲାଭ କରିବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ବିଛା ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ସୁରୁଖୁରୁରେ କରିବେ। ଆଜି ଆପଣ ଯାହାକି ସମସ୍ତ ପ୍ରକାର କାର୍ଯ୍ୟରେ ସଫଳତା ଯୁଗ ରହୁଛି। ଧାର୍ମିକ କାର୍ଯ୍ୟ ପ୍ରତି ନିଜର ଆକୃଷ୍ଟ ବଢିବ ବା ଅନୁଷ୍ଠାନ ଜନିତ କାର୍ଯ୍ୟରେ ଆପଣ ଜଡିତ ହୋଇପାରନ୍ତି ବିଛା ରାଶି ବ୍ୟକ୍ତି। ତେବେ ବିଛା ରାଶି ବ୍ୟକ୍ତି ଆଜି କିଛି ଭୋଜନ ଜନିତ ସମସ୍ୟା ବା ନିଦ ଜନିତ ସମସ୍ୟା ଆସିପାରେ। ବିଶେଷ କରି ଜଳ ଜନିତ ସମସ୍ୟା ଯୋଉ କାର୍ଯ୍ୟ କରୁଥିବେ ବା ରିସ୍କଫୁଲ ଜଳ ଜନିତ କାର୍ଯ୍ୟରେ ଦୂରତା ଅବଲମ୍ବନ କରନ୍ତୁ। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି 4 ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିପାରନ୍ତି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରନ୍ତି। ତେବେ ଆଜି ଧନୁ ରାଶି ବ୍ୟକ୍ତି କିଛି ନିଜ ଘରକୁ ବା କାହାକୁ ଉପହାର ବା କିଛି ଯେକୌଣସି ଜିନିଷ ଆଣିବାର ଅତି ଉତ୍ତମ ଯୁଗ ରହୁଛି। ସ୍ୱାସ୍ଥ୍ୟ ଆପଣଙ୍କର ସ୍ଥିରତା ରହିବ। ଆଜି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ଧନୁ ରାଶି ବ୍ୟକ୍ତି ବିଜୟ ହବାର ଅନେକ ଚାନ୍ସ ରହୁଛି। ମନ ପ୍ରସନ୍ନ ସଦାବେଳେ ରହିପାରେ। ଦୈନନ୍ଦିନ କାର୍ଯ୍ୟ ସଠିକ ଢଙ୍ଗରେ କରିପାରନ୍ତି। ଆଜି ବନ୍ଧୁ ପ୍ରିୟଜନଙ୍କ ଦ୍ୱାରା ଆପଣଙ୍କର ଅନେକ କାର୍ଯ୍ୟସିଦ୍ଧି ଯୁଗ ରହୁଛି। ପରିବାର ବର୍ଗ ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ନିଶ୍ଚିତ ଭାଗ୍ୟ ଆପଣଙ୍କର ଶୁଭ ଯୁଗ ରହୁଛି। ଆଜି କୌଣସି କାର୍ଯ୍ୟ ପାଇଁ ଧନୁ ରାଶି ବ୍ୟକ୍ତି ଦୂରଯାତ୍ରା କରୁଛନ୍ତି ତେବେ ନିଶ୍ଚିତ ସେ କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2 ଭାଗ୍ୟ ରଙ୍ଗ ଆପଣ ଯାହାକି ଧଳା ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ମାନସିକ ଅଶାନ୍ତି ଭୟଭୀତ ନିଜ ଲୋକଙ୍କ ସହିତ ବା ନିଜର ବୈଚାରିକ ମତଭେଦ ବନ୍ଧୁବର୍ଗ ପରିବାର ବର୍ଗ ବା ଯେକୌଣସି କାର୍ଯ୍ୟ କ୍ଷେତ୍ରରେ ଏହା ଅସ୍ଥିରତା ଦେଖା ଦେଇପାରେ। ସମସ୍ତ ପ୍ରକାର କାର୍ଯ୍ୟରେ ସୁଖହାନି ବିଫଳତା ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ଅବହେଳା ଚିନ୍ତାଗ୍ରସ୍ତ ବେପାର ବାଣିଜ୍ୟରେ ଆର୍ଥିକ ହାନି ବା ଆପଣ ବେପାର ବାଣିଜ୍ୟରେ ଆୟ ଠାରୁ ବ୍ୟୟ ଅଧିକା ରହିପାରେ। ପୁତ୍ର ପୁତ୍ରୀଙ୍କ ବା ପରିବାର ବର୍ଗଙ୍କ ସହିତ ସୁଖ ନ ମିଳିବା ବା କଳହ ଭିତରେ ଜଡିତ ରହିବା। ତେଣୁ ଆଜି ନିଶ୍ଚିତ ମକର ରାଶି ବ୍ୟକ୍ତି ଏହା ପ୍ରତି ସାବଧାନ ରୁହନ୍ତୁ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା ଆଜି କରନ୍ତୁ ନାହିଁ। ଆଜି ମକର ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରୁହନ୍ତୁ କାରଣ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କୁ ଅନେକ ପ୍ରକାର ମାନସିକ ସ୍ତରରେ ଦୁର୍ବଳ ଅସ୍ଥିରତା କରିପାରେ। ତେବେ ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9 ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 35% ସାଥ ଦଉଛନ୍ତି।
ତେବେ ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତର ଯୋଗ ରହୁଛି। ଆଜି ନୂତନ କାର୍ଯ୍ୟ କରି ନିଜକୁ ଆନନ୍ଦିତ ଅନୁଭବ କରିପାରନ୍ତି ବା ପୂର୍ବରୁ ଆପଣଙ୍କର କାର୍ଯ୍ୟକୌଶଳ ଅନ୍ୟମାନଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ଉତ୍ତମ ଭୋଜନ ସହିତ କିଛି ଉପହାର ଘରକୁ ଆଣିପାରନ୍ତି ବା କିଏ ଆପଣଙ୍କୁ ଦେଇପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ସୁସମ୍ପର୍କ ବଜାୟ ରହିବ। କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ନିଶ୍ଚିତ କାର୍ଯ୍ୟ ସଫଳତାର ଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ଯାହାକି ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ଆନନ୍ଦ ସହକାରେ କରିବେ। ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସୁଖପ୍ରାପ୍ତ ଯୋଗ ରହୁଛି। ନିଜର ଦୈନନ୍ଦିନ କାର୍ଯ୍ୟ ଗୁଡ଼ିକ ସଠିକ ଢଙ୍ଗରେ ହେବ ଏବଂ କାର୍ଯ୍ୟରେ ଆପଣ ପ୍ରଶଂସା ପାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆପଣ ଆଶା ଠାରୁ ଅଧିକ ଲାଭ କରିବେ। ଆଜି ମାଙ୍ଗଳିକ କାର୍ଯ୍ୟ ପାଇଁ ଭାଗ୍ୟ ଆପଣଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦଉଛି। ତେବେ ତର୍କ ବିତର୍କ କ୍ଷେତ୍ରରେ ଆଜି ଆପଣଙ୍କର ଭାଗ୍ୟ ଅତି ଉତ୍ତମ ଯୋଗ ରହୁଛି। ତେବେ ଆଜି ସଦ୍ଗୁଣ ବା ବୁଝିବା ଶକ୍ତି ଆପଣଙ୍କ ପାଖରେ ଅନେକ ପ୍ରକାର ଦେଖା ଦଉଛି ବା ଶୁଭ ଯୋଗ ରହୁଛି। ତେବେ ଆଜି ମୀନ ରାଶି ବ୍ୟକ୍ତି ଆପଣ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ନିଶ୍ଚିତ କାର୍ଯ୍ୟରେ ସଫଳତା ସହିତ ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ନିଶ୍ଚିତ ସୁସମ୍ପର୍କ ବଜାୟ ରଖିବେ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 90% ସାଥ ଦଉଛନ୍ତି।